ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ଉତ୍ତରାଣୀ ଶୀତଳ ଭଣ୍ଡାର ଦିନ ଥିଲା। ଏଇ ଶୀତଳ ଭଣ୍ଡାର ପାଖାପାଖି 11ଟି ବ୍ଲକର ଚାଷୀମାନଙ୍କର ଯେଉଁ ଆଳୁକୁ ଏଇଠି ସଞ୍ଚୟ ଭାବେ ରଖାଯାଉଥିଲା ଏବଂ ଗଚ୍ଛିତ ଭାବେ ରଖାଯାଉଥିଲା ଏବଂ ସେଇ ଆଳୁକୁ ବିକ୍ରି କରି ସେମାନେ ଲାଭବାନ ହେଉଥିଲେ। 1985 ମସିହାରେ ଏଇ ପ୍ରତିଷ୍ଠା ହୋଇଥିବା ଏଇ ଶୀତଳ ଭଣ୍ଡାର ଏବେ ଜରାଜୀର୍ଣ୍ଣ ଏଇ ଅବସ୍ଥାରେ ପଡ଼ିଛି। ବିଶେଷ କରି ଯଦି କହିବା ଏଇ ଯେଉଁ ଫନି ବାତ୍ୟା ପରେ ଏଇ ଫନି ବାତ୍ୟା ପରେ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି ଏବଂ ଏଇ ଶୀତଳ ଭଣ୍ଡାରରେ ସେ ସମୟରେ ମଧ୍ୟ ଆଳୁ ରହିଥିଲା ଏବଂ ଲକ୍ଷାଧିକ ଟଙ୍କାର ଆଳୁ ମଧ୍ୟ ନଷ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ଏଇ ଶୀତଳ ଭଣ୍ଡାରର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଯଦିଓ ପ୍ରଚେଷ୍ଟା ଜାରି କରାଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ଏଇ ଶୀତଳ ଭଣ୍ଡାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ଏବଂ ଏଠି ଗୋଟେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଏବଂ ଜଙ୍ଗଲ ମଧ୍ୟ ସୃଷ୍ଟି ହୋଇଗଲାଣି। ବିଶେଷ କରି ଯଦି କହିବା ଏଇ ଯେଉଁ ଶୀତଳ ଭଣ୍ଡାର କେବଳ ପିପିଲି ନୁହେଁ, ସାକ୍ଷୀଗୋପାଳ, ବ୍ରହ୍ମଗିରି, ନିମାପଡ଼ା, କାକଟପୁର ଏବଂ ବିଭିନ୍ନ ଯେଉଁ ସତ୍ୟବାଦୀ ଅନେକ ଯେଉଁ ବ୍ଲକ ରହିଥିଲା ସେଇ ବ୍ଲକର ଚାଷୀମାନେ ଏଇଠି ଆଳୁକୁ ଆଣିକି ରଖୁଥିଲେ ଏବଂ ସେଇ ଆଳୁକୁ ଏଠି ସେମାନେ ରଖିବା ପରେ ପରବର୍ତ୍ତୀ ସମୟରେ ତାକୁ ନେଇ ଅନ୍ୟ ଜାଗାରେ ମଧ୍ୟ ବିକ୍ରି କରି ଲାଭବାନ ହେଉଥିଲେ। କିନ୍ତୁ ଏଇ ଶୀତଳ ଭଣ୍ଡାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ଏବଂ ଯଦିଓ କହିବା 2006 ମସିହାରେ ଆର ମଧ୍ୟ ଗୋଟେ ପ୍ରକାର ପୁନରୁଦ୍ଧାର କରାଯାଇଥିଲା। ସେ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ମନ୍ତ୍ରୀ ସୁରମା ପାଢ଼ୀ, ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଏବଂ ବ୍ରଜକିଶୋର ତ୍ରିପାଠୀ ଏହାର ପୁନରୁଦ୍ଧାର ପାଇଁ ସେତେବେଳେ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ 2019 ଫନି ବାତ୍ୟା ପରେ ଏହାର ମଧ୍ୟ ପୁନରୁଦ୍ଧାର ପାଇଁ ପାଖାପାଖି ଯାହା ସୂଚନା ରହିଛି 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ତତ୍କାଳୀନ ସରକାର ମଧ୍ୟ ଗଚ୍ଛିତ ରଖିଥିଲେ ଏବଂ ତାକୁ ମଧ୍ୟ ଟେଣ୍ଡର ପ୍ରକ୍ରିୟା ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏଇ କାର୍ଯ୍ୟ ଏବେ ମଧ୍ୟ କିଛି ଆଗେଇ ପାରିନି। ଏବେ ମଧ୍ୟ ଗୋଟେ ଜଙ୍ଗଲରେ ପରିଣତ ହେଲାଣି ଏବଂ ଏହାର ପୁନରୁଦ୍ଧାର ପାଇଁ କୌଣସି ସେଭଳି ଆଖି ଦୃଷ୍ଟିଆ କାର୍ଯ୍ୟ କରାଯାଉନି। ବିଶେଷ କରି ଯଦି କହିବା ଗତ ବର୍ଷ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଇ ଅଲାରପୁରକୁ ଆସିଥିଲେ, ଯେଉଁ କୁମାର ଉତ୍ସବରେ ଯୋଗ ଦେଇଥିଲେ, ସେହି ସମୟରେ ମଧ୍ୟ ଗୋଟେ ଆଶା ଦେଇ ଯାଇଥିଲେ ଏଇ ଅଞ୍ଚଳର ଚାଷୀମାନେ ଖୁବ୍ ଶୀଘ୍ର ଏଇ ଶୀତଳ ଭଣ୍ଡାରରେ ଆଳୁ ରଖିବେ ଏବଂ ଆଳୁ ଓ ସେମାନଙ୍କ ଯେଉଁ ଚାଷ ପାଇଁ ସେମାନଙ୍କୁ ଆଗ୍ରହ ସୃଷ୍ଟି କରୁଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏ ଶୀତଳ ଭଣ୍ଡାରର ପୁନରୁଦ୍ଧାର ହୋଇପାରିନି ଏବଂ 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଏବେ ମଧ୍ୟ ଗଚ୍ଛିତ ରହିଛି। ଯଦିଓ କହିବା ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା ଯିଏ ସ୍ଥାନୀୟ ରାଜନୈତିକ ବ୍ୟକ୍ତିମାନଙ୍କ ଇଚ୍ଛା ଶକ୍ତି ଅଭାବରୁ ଆଜି ଏଇ ଶୀତଳ ଭଣ୍ଡାରର ଏବେ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଯଦିଓ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ସରକାର କଥା କହୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର ଏ ରହୁଛି। ଏଇ ଯେଉଁ ସମସ୍ୟା ରହିଛି ଏ ସମସ୍ୟା କ'ଣ ପାଇଁ ରହିଛି ସିଧାସଳଖ ପଚାରି ବୁଝିବା ଯେ ସ୍ଥାନୀୟ ଲୋକମାନେ ରହିଛନ୍ତି ଯେଉଁ ଅସୁବିଧା ଶୀତଳ ଭଣ୍ଡାର ଯେହେତୁ ନାହିଁ, ଆଳୁ ଚାଷ ଆଜିକି 5 ବର୍ଷ ହେଲା ବନ୍ଦ କରାଯାଇଛି। ଏଇ ଜମି ଉପରେ ଆମେ ହିଁ ଆଳୁ ଚାଷ କରୁଥିଲୁ। ଆଜି ଶୀତଳ ଭଣ୍ଡାର ଯେହେତୁ ନାହିଁ, ଆଳୁ ଚାଷ 5 ବର୍ଷ ହେଲା ବନ୍ଦ ହେଇଛି। 15 ବର୍ଷ ପୂର୍ବରୁ ଆମେ ଆଳୁ ନେଇ ଶୀତଳ ଭଣ୍ଡାରରେ ଥୋଉଥିଲୁ। ଏଇ ଜମି ଉପରେ ଚାଷ କରୁଥିଲୁ, ଆଳୁ କରୁଥିଲୁ, ବାଇଗଣ କରୁଥିଲୁ, ସବୁ କିଛି କରିପାରୁଥିଲୁ। ଯେହେତୁ ଶୀତଳ ଭଣ୍ଡାର ନାହିଁ, ଏଠି ଆମେ ବହୁ ଅସୁବିଧା ସମ୍ମୁଖୀନ ହେଉଛୁ। ଆମର ସ୍ଥାନୀୟ ବିଧାୟକଙ୍କୁ ଆମେ ବି ଅନୁରୋଧ କରୁଛୁ ଏ ଜମି ଉପରେ ଆମେ କେମିତି ଉପକୃତ ହେଇପାରିବୁ ଏବଂ କ'ଣ କରିପାରିବୁ, ସେଇଟାକୁ ଆମର ଏତିକି ଅନୁରୋଧ କି ଶୀତଳ ଭଣ୍ଡାରଟା ଜଲ୍ଦି ବ୍ୟବସ୍ଥା କଲେ ଚାଷୀ ଉପକୃତ ହେଇପାରିବେ। ଏତିକି ଆମର ସ୍ଥାନୀୟ ବିଧାୟକଙ୍କୁ ଏବଂ ସ୍ଥାନୀୟ ନେତାଙ୍କୁ ଆମର ଏତିକି ଅନୁରୋଧ ଯେ ଏଥିରେ ତୁରନ୍ତ କେମିତି ଏ ବ୍ୟବସ୍ଥା କରାଯାଉ। ପୁରୀ ଜିଲ୍ଲାରେ ଏକମାତ୍ର ଶୀତଳ ଭଣ୍ଡାର ଥିଲା ଉତ୍ତରାଣୀ ସମବାୟ ଶୀତଳ ଭଣ୍ଡାର। ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ସମୟରେ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଦୀର୍ଘ 15 ବର୍ଷ ଧରି ଶୀତଳ ଭଣ୍ଡାର ଚାଲୁଥିଲା। ବହୁ ଘାତ ପ୍ରତିଘାତ ସମସ୍ୟା ଭିତରେ ଶୀତଳ ଭଣ୍ଡାର ଚାଲୁଥିଲା, କିନ୍ତୁ ଶୀତଳ ଭଣ୍ଡାର ଚାଲୁଥିଲା। ଏଇଠି ଲୋକ ଶଗଡ଼ରେ ଆଣି ଆଳୁ ରଖୁଥିଲେ। ନିମାପଡ଼ା, ଡେଲାଙ୍ଗ, କଣାସ, ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ ସଦର ଏବଂ ବଳଙ୍ଗା ସବୁପଟୁ ଲୋକ ଆଣିକିରି ଆଳୁ ରଖୁଥିଲେ ଶଗଡ଼ରେ, ଆଳୁ ସୁରୁଖୁରୁରେ ନେଉଥିଲେ। ଏଠି ଗୋଟିଏ ବ୍ୟବସ୍ଥା ଥିଲା ଆଜ୍ଞା, ଏଇଟା ହେଉଛି ସର୍ଭିସ କୋଅପରେଟିଭ କୋଲ୍ଡ ଷ୍ଟୋରେଜ, ଯାହା ଫଳରେ ବ୍ୟବସାୟିକ ଅନୁଷ୍ଠାନ ଯେଉଁଠି ରଖିଛନ୍ତି ଶୀତଳ ଭଣ୍ଡାର କରିଛନ୍ତି, ଜଷ୍ଟ ଆଇଗିଣିଆ ଯେମିତି ଏବଂ ଅନ୍ୟମାନେ, ଆପଣ 100 ପ୍ୟାକେଟରୁ କମ୍ ହେଲେ ଆଳୁ ସେମାନେ କାଢ଼ିବେ ନାହିଁ। କିନ୍ତୁ ଏଠି ଯଦି ଜଣେ ହାଟକୁ ଆସିଛି, ସାତଶଙ୍କ ହାଟକୁ ହାଟ କରିବା ପାଇଁ ଆସିଛି, ଗୋଟେ ପ୍ୟାକେଟ ହେଲେ ବି ଆଳୁ ନେଇପାରିବ। ଗୋଟେ ପ୍ୟାକେଟ ଆଳୁ ବି ତାକୁ ସର୍ଭିସ ଦିଆଯାଉଥିଲା, ସେ ଆଳୁ ନେଇପାରୁଥିଲା। ଯାହାଫଳରେ
ଚାଷୀ ଉପକୃତ ହେଉଥିଲେ, ଏଠି ବ୍ୟବସାୟୀ ଉପକୃତ ହୁଅନ୍ତୁ ନାହିଁ। ଚାଷୀ ତାର ବିଲରେ ଆଳୁ କରିବ, ସେ ଆଳୁ ଆଣି ଏଠି ରଖିବ, ତାର ଦୈନନ୍ଦିନର ଆଳୁର ଯେତିକି ଦରକାର ସେଥିପାଇଁ ସେ 15 ଦିନରେ ହେଉ 8 ଦିନରେ ହେଉ ଗୋଟିଏ ଲେଖେ ବସ୍ତା ନେଇକିରି ସେମାନେ ଘର ଖର୍ଚ୍ଚ କରୁଥିଲେ, ଘର କାମରେ ଲଗାଉଥିଲେ ଏବଂ ବିବାହ ବ୍ରତ କାମରେ ମଧ୍ୟ ଲଗାଇ ପାରୁଥିଲେ। ଇଏ ହେଉଛି ଶୀତଳ ଭଣ୍ଡାର ସାତଶଙ୍କର ଆଭିମୁଖ୍ୟ ଥିଲା। ଆଜି ଫନି ପରେ ବନ୍ଦ ହେଇଗଲା ସମ୍ପୂର୍ଣ୍ଣ ଭାବରେ। ଇଭିନ୍ ଫନି ଭିତରେ ଆଜ୍ଞା ଆଳୁ କୋଲ୍ଡ ଷ୍ଟୋରେଜ ଥିଲା। ସେତେବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଅନୁରୋଧ କରିଥିଲୁ, ଯାହାଫଳରେ ଲାଇନ୍ ନଥିଲା। ବିଶ୍ୱାସ କରିପାରିବେନି ଆପଣ, ଇଲେକ୍ଟ୍ରିକ୍ କଟି ଯାଇଥିଲା, ମାସ ଇଲେକ୍ଟ୍ରିକ୍ କଟିଲା। ଗୋଟେ ଜେନସେଟ୍ ତା ଭିତରେ ଅଛି ଆଜ୍ଞା, ଜେନେରେଟର ଚଲେଇକିରି ଶୀତଳ ଭଣ୍ଡାର ଆମେ ଆଳୁ ରଖିଥିଲୁ। ଜେନସେଟ୍ ଚଲେଇବା ପାଇଁ ଯାହା ତେଲ ଦରକାର ରାଜ୍ୟ ସରକାର ଦେଉଥିଲେ ମାଗଣାରେ, ଯାହାଫଳରେ ଯେତିକି ଆଳୁ ଥିଲା ତାକୁ ମଧ୍ୟ ଆଳୁ ଦିଆହେଇଥିଲା। ଫନି ପରେ ବନ୍ଦ ହେଇଗଲା। ସେତେବେଳେ ଗୋଟେ ପିପିପି ମୋଡରେ ପୂର୍ବ ସରକାର ସମୟରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ସମୟରୁ ଯେଉଁ ଚାଲୁଥିଲା ଷ୍ଟୋରକୁ ଚଲେଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରିୟ ନେତା ରୁଦ୍ରପ୍ରତାପ ମହାରଥୀଙ୍କ ନେତୃତ୍ୱରେ ତାର ପୁନରୁଦ୍ଧାର କରିବା ପାଇଁ ଗୋଟେ ହାଇ ପାୱାର କମିଟି, ରେଜିଷ୍ଟର ଉଦ୍ଧବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହାଇ ପାୱାର କମିଟି ଆସିଥିଲେ ଏବଂ ରେଫ୍ରିଜରେସନ ଇଞ୍ଜିନିୟର ମଧ୍ୟ ଥିଲେ। କ୍ଷେତ୍ର ପରିଦର୍ଶନ କରିଥିଲେ ଏବଂ ଆକଳନ କରି 4 କୋଟି ଟଙ୍କାର ଗୋଟେ ଏଷ୍ଟିମେଟ୍ କରିଥିଲେ। 2 କୋଟି ଟଙ୍କା ଇଲେକ୍ଟ୍ରିକ୍ ବିଲ୍ ଏବଂ 2 କୋଟି ଟଙ୍କା ଅନ୍ୟାନ୍ୟ ସାମଗ୍ରୀ ଯାହା ଯାହା ପୁନରୁଦ୍ଧାର କାର୍ଯ୍ୟ ପାଇଁ ଇନ୍ସୁଲେସନ୍ ହେଉ ଏବଂ ତା ଭିତରେ ଚାଳି ନଷ୍ଟ ହୋଇଯାଇଥିଲା ତା ପାଇଁ ହେଉ, ଅଫିସ ଗୃହ ହେଉ, ସବୁକୁ କରିବା ପାଇଁ, ତିଆରି କରିବା ପାଇଁ ଗୋଟେ ପିପିପି ମୋଡରେ ଟେଣ୍ଡର ହେଇଥିଲା 4 କୋଟି କେତେ ଟଙ୍କାରେ। କିନ୍ତୁ ଟେଣ୍ଡର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନେଇଥିଲେ ଟେଣ୍ଡର। ସରକାର ପରିବର୍ତ୍ତନ ହେଇଗଲା ଏବଂ ଶୀତଳ ଭଣ୍ଡାର ଆଉ ଚାଲିଲା ନାହିଁ। ମୁଖ୍ୟମନ୍ତ୍ରୀ ଅଲାରପୁର ମିଟିଂ, ରୂପଦେଇପୁର ମିଟିଂରେ ଚଳିତ ବର୍ଷ ଶୀତଳ ଭଣ୍ଡାର ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଯାହାଫଳରେ ବହୁତ ପରିମାଣରେ ଲୋକ ଆଳୁ କରିଥିଲେ। ଆଳୁ ଶୀତଳ ଭଣ୍ଡାର ଚାଲିଲା ନାହିଁ, ଆଳୁ ରଖିପାରିଲେ ନାହିଁ କୋଲ୍ଡ ଷ୍ଟୋରରେ। ବର୍ତ୍ତମାନ ସମାନ ଅବସ୍ଥା ଏବଂ ଜିଲ୍ଲାପାଳ, ପିପିଲିର ମାନ୍ୟବର ବିଧାୟକ ମଧ୍ୟ ଆସିକିରି କମିଟି ଆସି ଦେଖିକିରି ଗଲେ। ସମସ୍ତ ଚାଷୀଙ୍କ ମନରେ, ଆଳୁ ଚାଷୀଙ୍କ ମନରେ ଗୋଟେ ଆଶା ହେଲା ଯେ ନିଶ୍ଚିତ ଏ ବର୍ଷ ଶୀତଳ ଭଣ୍ଡାର ଚାଲିବ। 2 ବର୍ଷ ହେଇଗଲା, 2ଟି ସିଜିନ୍ ଗଲା, କିନ୍ତୁ ଶୀତଳ ଭଣ୍ଡାର ଚାଲିଲା ନାହିଁ। ଏ ଖଣ୍ଡେ ଇଟା ପଥର ମଧ୍ୟ ପଡ଼ିଲା ନାହିଁ। ମୁଁ ଦାବି ରଖୁଛି ରାଜ୍ୟ ସରକାରଙ୍କ ପାଖରେ ଏବଂ ମାନ୍ୟବର ବିଧାୟକଙ୍କୁ ମଧ୍ୟ ଦାବି ରଖୁଛି, ଯେହେତୁ ଆମ ଜୋନ୍ର ଶୀତଳ ଭଣ୍ଡାର ଆମ ଅଞ୍ଚଳର ଗର୍ବ ଗୌରବ ଏବଂ ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର ଚାଲୁ କାର୍ଯ୍ୟକ୍ଷମ ହେବା ନିହାତି ଆବଶ୍ୟକତା ଅଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେଉ। ଯଦି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ନ ହୁଏ ତାହେଲେ ଅଞ୍ଚଳବାସୀଙ୍କ ପାଇଁ ଆଳୁ ଚାଷୀଙ୍କ ତରଫରୁ ସେହି ଶୀତଳ ଭଣ୍ଡାର ଆଗରେ ଧାରଣା ଦିଆଯିବ। ଯେତେ ଶୀଘ୍ର ପର୍ଯ୍ୟନ୍ତ ନ ଚାଲିଛି ସେ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ। ଶୀତଳ ଭଣ୍ଡାର ଆମର ଗର୍ବ ଗୌରବ। ଆଉ ସିଧାସଳଖ ଚାଷୀ ଏବଂ ଯେଉଁ ଚାଷୀ ନେତାଙ୍କର ସିଧାସଳଖ ଅଭିଯୋଗକୁ ଆପଣମାନେ ଶୁଣୁଥିଲେ। ଯଦିଓ ଆଳୁ ଚାଷ ପାଇଁ ଅନେକର ପିପିଲି ଏବଂ এই ପାଖାପାଖି ଅଞ୍ଚଳରେ ଆଳୁ ଚାଷ ପାଇଁ ସେମାନେ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ଯେହେତୁ ଶୀତଳ ଭଣ୍ଡାର ଏଠି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଯାଇଛି, ଅଚଳ ହୋଇ ପଡ଼ିଯାଇଛି, ସେଥିପାଇଁ ଆଳୁ ଚାଷ କରିବା ନିମନ୍ତେ ସେମାନେ କ୍ରମଶଃ ମୁହଁ ଫେରାଇଲେଣି ଏବଂ ଯାହା ପାଇଁ ବଜାରରେ ମଧ୍ୟ ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଛି ଏବଂ ଅନେକ ସମୟରେ ରାଜ୍ୟ ବାହାରୁ ଆଳୁ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ଏଇ ଶୀତଳ ଭଣ୍ଡାରର ଭାଗ୍ୟ କେବେ ବଦଳୁଛି ଏବଂ ଏଇ ଯେଉଁ ଶୀତଳ ଭଣ୍ଡାର ପାଇଁ ଯେଉଁ ଗଠିତ ଥିବା 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା କେବେ କାର୍ଯ୍ୟକାରୀ କରାଯାଉଛି ଏବଂ ଶୀତଳ ଭଣ୍ଡାର ପୁନରୁଦ୍ଧାର କରାଯାଉଛି କିମ୍ବା ନୂଆ ଶୀତଳ ଭଣ୍ଡାର କରାଯାଉଛି ତାହା ତ ସମୟ କହିବ। କିନ୍ତୁ ଏ ଶୀତଳ ଭଣ୍ଡାର ପାଇଁ ର ଆବଶ୍ୟକତା ରହିଛି। କେବଳ ଯେଉଁ ଆଳୁ ଚାଷୀ ଯେଉଁ ଅଞ୍ଚଳରେ ରହିଲେ ସେ ଆଳୁ ଚାଷ କରିବେ, କିଭଳି ଏଇ ଶୀତଳ ଭଣ୍ଡାର ରଖିବେ ତାହାକୁ ନେଇ ଗୋଟେ ପ୍ରକାର ଆଶାବାଦୀ ଅଛନ୍ତି। ତେଣୁ ଆଶା ରଖିବା ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ଏବଂ ଶୀତଳ ଭଣ୍ଡାର କିଭଳି ପୁନରୁଦ୍ଧାର ହେବ ଏ କଥାକୁ ଯତ୍ନବାନ ହୁଅନ୍ତୁ। ପୁରୀ ପିପିଲୁ ଦେବାଶିଷ ସିଂହରାୟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।